ବିଜେଡି ସାଂସଦ ମମତା ମହନ୍ତ ଏବେ ଇସ୍ତଫା ଦେଇଥିବା ଖବର ଆସି ପହଞ୍ଚି ଯେତେବେଳେ ରାଜ୍ୟସଭା ଚାଲିଛି ଲୋକସଭା ଚାଲିଛି ସେତିକି ବେଳେ ଏଇ ଗୋଟେ ବିଜେଡିକୁ ବଡ ଧକ୍କା। ଏବଂ କାହିଁକି ସାର୍ ଇସ୍ତଫା ଦେଲେ ମମତା ମହନ୍ତ? ମୁଁ ଭାବୁଛି ମମତା ମହାନ୍ତ ବିଜେଡିର କାର୍ଯ୍ୟକଳାପରେ ଆଦୌ ଖୁସି ନଥିଲେ। ବିଶେଷ ଗତ ନିର୍ବାଚନରେ ଯେଭଳି ଭାବରେ ମୟୂରଭଞ୍ଜ ଜିଲ୍ଲାରେ ଟିକେଟ ଡିଷ୍ଟ୍ରିବ୍ୟୁସନ ସବୁ କାର୍ଯ୍ୟ କରାଗଲା ସେଥିରେ ସେ ଆଦୌ ଖୁସି ନଥିଲେ ଏବଂ ତାଙ୍କର ଏବଂ ନିର୍ବାଚନ ପରେ ସିଏ ତାଙ୍କର ମନ ସ୍ଥିର କରିଥିଲେ ଯଦିଓ ଦଳ ତରଫରୁ ନିଷ୍ପତ୍ତି ନିଆଗଲା ଯେ ରାଜ୍ୟସଭାରେ ସେମାନେ ବିଜେପିକୁ ବିରୋଧୀ ଦଳ ଭାବରେ କହିବେ ଆଗକୁ ପୂର୍ବ ଭଳିଆ ବିଜେପିକୁ ସମର୍ଥନ କରିବେ ନାହିଁ। କିନ୍ତୁ ମୁଁ ଭାବୁଛି ମୟୂରଭଞ୍ଜ ଜିଲ୍ଲାରେ ଯେଉଁ ପରିବର୍ତ୍ତନ ହେଲା ତାପରେ ସେ ନିଜ ମାନସିକ ଭାବେ ସ୍ଥିର କରିଥିଲେ ଯେ ବିଜେଡି ସେ ହୁଏତ ଛାଡ଼ିବେ। ସେ ଆଉ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏ ଯେଉଁ ରାଜ୍ୟସଭା ଛାଡ଼ିବା ପଛରେ ମଧ୍ୟ ଆଉ ଗୋଟେ ବଡ଼ କାରଣ ବି ଥାଇପାରେ କାରଣ ରାଜ୍ୟସଭା ଛାଡ଼ିବା ଫଳରେ ବର୍ତ୍ତମାନ ରାଜ୍ୟସଭା ଛାଡ଼ିଦେବା ଫଳେ ସେ ଗୋଟେ ବାଇ ଇଲେକ୍ସନ ହେବ। ଆଉ ଯେତିକି ସମୟ ଅଛି ସେଇ ସମୟ ପାଇଁ ଗୋଟିଏ ଉପନିର୍ବାଚନ ହେବ। ଏଇ ଉପନିର୍ବାଚନ ଯଦି ହୁଏ ଏଥିରେ ବିଜେପି ପ୍ରାର୍ଥୀ ବା ବିଜେପି ମନୋନୀତ ପ୍ରାର୍ଥୀ ନିର୍ବାଚିତ ହେବେ ଯାହା ବ୍ୟବସ୍ଥା ବର୍ତ୍ତମାନ ବାଇ ଇଲେକ୍ସନ ବ୍ୟବସ୍ଥା। ତେଣୁ ଇଏ ଗୋଟେ କଥାବାର୍ତ୍ତା ହେଇକି କାର୍ଯ୍ୟ ହେଇଛି ଏବଂ ସେ ଛାଡ଼ିଛନ୍ତି। ବିଜେଡି ଉପରେ ସେ ଖୁସି ନାହାନ୍ତି ଏବଂ ବିଜେପି ଆଡ଼କୁ ତାଙ୍କ ରାସ୍ତା ଯେ ଯାଉଛି ଏହା ବେଶ ସ୍ପଷ୍ଟ। ଆପଣ ଆପଣ ଭାବୁଛନ୍ତି କି ମମତା ମହନ୍ତ ବିଜେଡି ଛାଡ଼ି ବିଜେପିରେ ଯୋଗଦାନ କରିବେ ପୁଣି ଥରେ ବାଇ ଇଲେକ୍ସନରେ ବିଜେପିରୁ ପ୍ରାର୍ଥୀ ହେବେ? ନା ବିଜେପିରେ ସିଏ ପ୍ରାର୍ଥୀ ନ ହେଇପାରନ୍ତି। ଆଜ୍ଞା ବିଜେପିରେ ଆଉ କେହି ପ୍ରାର୍ଥୀ ହେଇପାରନ୍ତି କିନ୍ତୁ ବିଜେପି ଏହି ସୁଯୋଗ ତ ସେ ଦେଇଛନ୍ତି ଏବଂ ବିଜେପି ଆସିବେ ସେ ଅନୁସାରେ। ଆଉ ଯଦି ସେ ବିଜେପି ଜଏନ୍ କରିଥାନ୍ତେ ତାଙ୍କୁ ତ ଇସ୍ତଫା ଦେବାକୁ ପଡ଼ିଥାନ୍ତା ରାଜ୍ୟସଭାରୁ। ଆଜ୍ଞା ତେଣୁ ମୁଁ ଭାବୁଛି ଯେ ସିଏ ତାଙ୍କର ମନ ସ୍ଥିର କରି ସାରିଛନ୍ତି ସେଇ ହିସାବରେ ସେ ଇସ୍ତଫା ଦେଇଛନ୍ତି। ଇଏ ଗୋଟେ ବିଜେଡି ପାଇଁ ଧକ୍କା ସାର୍ ଯେତେବେଳେ ନବୀନ ପଟ୍ଟନାୟକ କହୁଛନ୍ତି ବିରୋଧୀ ନିଶ୍ଚିତ ଭାବରେ ଦରକାର କାହିଁକିନା ଦଳ ମୁଁ କହିଲି ବର୍ତ୍ତମାନ ନିଜେ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେଇଛନ୍ତି ସତ କିନ୍ତୁ ଦଳର ସଂଗଠନ ସମ୍ଭାଳିବା ପାଇଁ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ସେ କରିନାହାନ୍ତି। ଫଳରେ ଦେଖନ୍ତୁ ସେ ଦଳର ବିଭିନ୍ନ ଆଡ଼େ 30ଟା ଜିଲ୍ଲା ପରିଷଦ ତାଙ୍କ ହାତରେ ଅଛି। ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ପରିଷଦ ତାଙ୍କ ହାତରେ ଅଛି। 30ଟା ଜିଲ୍ଲା ପରିଷଦ ଅଛି। ଅଧିକାଂଶ ମ୍ୟୁନିସିପାଲିଟି ତାଙ୍କ ହାତରେ ଅଛି। ଅଧିକାଂଶ ପଞ୍ଚାୟତ ସମିତି ତାଙ୍କ ହାତରେ ଅଛି। ଯେହେତୁ କିନ୍ତୁ ଦଳ ସଂଗଠନକୁ ସଜାଡ଼ିବା ପାଇଁ ଯେଉଁ ବ୍ୟବସ୍ଥା କରିବା କଥା ସେ କଥା କରାଯାଉନାହିଁ। ବର୍ତ୍ତମାନ ତା କରାଯାଏନି। କିଛି ମୁଖପାତ୍ର କରିଦେଇଛନ୍ତି ଟିଭିରେ ବସିବା ପାଇଁ ଷ୍ଟେଟମେଣ୍ଟ ଦେବା ଅପେକ୍ଷା କିନ୍ତୁ ଦଳର ସଂଗଠନକୁ ଯେ ବର୍ତ୍ତମାନ ପରିସ୍ଥିତିରେ ଗୋଟେ କ୍ଷମତା ଆଧାରିତ ବ୍ୟବସ୍ଥା ଭିତରେ ଦଳ ଚାଲିଥିଲା। କ୍ଷମତା ନାହିଁ। କ୍ଷମତା ନଥିବା ଭିତରେ ଯେଉଁ ଆଙ୍କର ତୃଣ ସ୍ତରର ବା ତୃତୀୟ ସ୍ତରର ସରକାର ଆଙ୍କ ହାତରେ ଅଛି। ମୁଁ କହିବି ଥାର୍ଡ ଷ୍ଟେଜ୍ର ଗଭର୍ଣ୍ଣମେଣ୍ଟ ଗୁଡ଼ା ସବୁ ଜିଲ୍ଲା ପରିଷଦ ହେଲା ମ୍ୟୁନିସିପାଲିଟି ହେଲା ପଞ୍ଚାୟତ ସମିତି ହେଲା ତାକୁ ରକ୍ଷା କରାଯିବ ଏବଂ ଦଳ ବିରୋଧୀ ଦଳ ଭୂମିକା ଭାବରେ ରାଜ୍ୟ ସ୍ତରରେ ଲଢ଼ିବ। ସେଥିପାଇଁ ଯେଉଁ କୌଶଳ ଦରକାର ସେ କୌଶଳ ବର୍ତ୍ତମାନ ଦଳ କରିପାରୁନି। ତେଣୁ ଦଳରୁ ଅନେକ ଲୋକ ଦେଖନ୍ତୁ କ'ଣ ହେଇଛି ବର୍ତ୍ତମାନ ଧର୍ମଶାଳାରେ ବିଜେଡି ଦଳରୁ ଅଧିକାଂଶ ଲୋକ କିଭଳି ଭାବରେ ବିଜେପିରେ ଯୋଗ ଦେଉଛନ୍ତି। କାହିଁକି ଯୋଗ ଦେଉଛନ୍ତି? ଯୋଉଠି ବିଜେଡି ଧର୍ମଶାଳା ଗୋଟେ ଗଡ଼ ଭାବରେ ଥିଲା ତାଙ୍କର କ୍ଷମତା ଆଧାରିତ ବ୍ୟବସ୍ଥା ଉପରେ ରଖିଥିଲେ ଦଳ ସମ୍ଭାଳିବାକୁ କେହି ନାହାନ୍ତି ଲୋକ ଏଇଭଳି ଗୋଟେ ଧାରଣା ହେଇଛି। ତେଣୁ ଯେ ନବୀନ ପଟ୍ଟନାୟକ ଏଠି ବିରୋଧୀ ଦଳ ନେତା ହେଇଛନ୍ତି ଦଳର ସଭାପତି ହେଇଛନ୍ତି ଦଳର ମତେ କୋଉ ଦଳର ସଂଗଠନ ଚଲାଉଛି କିଏ କହିପାରିବେ ଆପଣ? ସଂଗଠନ ସମ୍ପାଦକ ନାହାନ୍ତି ବିଭିନ୍ନ ଜିଲ୍ଲା ପାଇଁକା ନାହାନ୍ତି ସଂଗଠନର କ'ଣ ଦାୟିତ୍ୱ ନାହିଁ ସଂଗଠନକୁ କ'ଣ ନିର୍ଦ୍ଦେଶ ଦିଆଯାଉଛି ତା ବି ନାହିଁ। ତ ଏଭଳି ଅବସ୍ଥାରେ ସଂକଟ ଦେଖାଯିବ କି ସଂକଟ ଦେଖାଯାଉଛି। ଆପଣ ଭାବୁଛନ୍ତି ମମତା ମହନ୍ତଙ୍କ ଦଳ ଛାଡ଼ିବେ ଆଗକୁ ଆହୁରି ଅଧିକ ବିଜେଡି ନେତା ଦଳ ଛାଡ଼ିବେ? ମୁଁ ହେଇପାରେ ଦେଖନ୍ତୁ ତ ଗୋଟିଏ ଗୋଟିଏ ହେଉଛି କିନ୍ତୁ ଦଳକୁ ରଖିବାର କିଛି ଅସୁବିଧା ନାହିଁ। ଗଲା ଥର ନିର୍ବାଚନ ମଧ୍ୟ ଦଳ ଲୋକସଭାରେ କୌଣସି ଆସନ ପାଇଥିଲେ ମଧ୍ୟ ବିଧାନସଭାରେ ବିଜେପି ଯେତିକି ଭୋଟ ପାଇଛି ସେତିକି ଭୋଟ ସେମାନେ ପାଇଛନ୍ତି। ଭୋଟରେ ଦେଖାଯାଏ ବିଧାନସଭାରେ ଗୋଟେ ଶକ୍ତିଶାଳୀ ବିରୋଧୀ ଦଳ। ତେଣୁ ତାକୁ ନେଇକି କେମିତି ଯିବାକୁ ପଡ଼ିବ ତାକୁ ନେଇକି ଦଳର ସଂଗଠନକୁ ଯେଉଁ ଜିଲ୍ଲା ପରିଷଦ ସ୍ତରରେ ଅଛି ମ୍ୟୁନିସିପାଲିଟି ସ୍ତରରେ ଅଛି ପଞ୍ଚାୟତ ସମିତିରେ ଅଛି ତାକୁ ରକ୍ଷା କରିକି ଦଳ କ'ଣ କୌଶଳ ନେବ ଏହା ସ୍ଥିର ହେଲାଣି କି ଦଳ କଲାଣି କି କରିନି। ସେଇଟା ତାଙ୍କର ଅସୁବିଧା। ଏବଂ ଦଳର ସଂଗଠନ ଦାୟିତ୍ୱରେ କିଏ ଅଛି? ସଭାପତି ଅଛନ୍ତି ନବୀନ ପଟ୍ଟନାୟକ କିନ୍ତୁ ସଂଗଠନ ଦାୟିତ୍ୱ କିଏ ନେଉଛି? ସଂଗଠନ ଦାୟିତ୍ୱ କିଏ ନେଉଛି? ସଂଗଠନ ସମ୍ପାଦକ ଅଛନ୍ତି ନା ନାହିଁ? କିଏ ଦାୟିତ୍ୱ ସଂଗଠନ ନେଉଛନ୍ତି ତା ବି ଜଣା ନାହିଁ।